ଧାନ କଟା କୋଠା ହେଉଛି ବନ୍ଧା ହେଉଛି ଗଦା ମଡ଼ା ହେଉଛି। କଣ ଆଣିଥିଲ ଆଜି ବିଲୁ ଖାଇବା ପାଇଁ? ପକାଲ ବାଟ ହଁ ଆଉ ମାଟ ଗଲା ଆଉ ଜୟ ଜଗନ୍ନାଥ। ଆପଣ ଦେଖୁଛନ୍ତି ଏକାନ୍ତ ହସ୍କାନ୍ତ ଆଉ ଗୋଟେ ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ସକାଳୁ ସକାଳୁ ମୁଁ ଟିକେ ଛାତ ଉପରୁ ଆସିଥିଲି, ଦେଖିଲ ଛାତ ଉପର ଦୃଶ୍ୟ ଦେଖିଲ ମାନେ କୁହୁଡ଼ି, ଭୟାନକ କୁହୁଡ଼ି ଏମିତି ମାନେ ଖରା କେମିତିକା ଆଜି ହେବ ତମେ ଭାବ। କ'ଣ କୁହୁଡ଼ି ଆଗରୁ ନଥିଲା, ଏଇ କିଛି ଦିନ ହେବ ପ୍ରବଳ କୁହୁଡ଼ି ହେଉଛି। ତାପରେ ଆଉ ଗୋଟେ କଥା, ମାମୁଁ କ'ଣ କଲ୍ କରୁଥିଲେ ଘରକୁ, କହିଲେ କ'ଣ ମାଛ ଦେବେ ବୋଲି। ବୋଉ ମୋତେ କହୁଥିଲା ମାମୁଁ କଲ୍ କଲେ ଯିବା ପାଇଁ। ମାମୁଁ ଏଇନା କଲ୍ କରୁଥିଲେ, କହିଲେ ଆସେ ମୁଁ ଯାଉଛି ବାଟରେ ମାଛ ଟିକେ ନେଇକି ଯିବୁ। ମାନେ ବୁଧବାର ଦିନ ମାନେ ଟିକେ ଆମିଷ ନହେଲେ ହେଇପାରିବନି, ମାଛ ହଉ ଚିକେନ୍ ହଉ ଯେମିତି ହେଲେ ଆବଶ୍ୟକ, ଖାସ୍ କରି ବୁଧବାର। ନହେଲେ କ'ଣ ବୁଧବାର ପରିକା ଲାଗିବ। କିନ୍ତୁ କୁହୁଡ଼ି ତ ଏଯାଏ ଛାଡ଼ିନି, ସୂର୍ଯ୍ୟ ଉଇଁଲେଣି କିନ୍ତୁ କୁହୁଡ଼ି ଏଯାଏ ଛାଡ଼ିନି। ତ ବେଶୀ ସମୟ ଲେଟ୍ କରିବନି, କାରଣ ମାମୁଁ ବାହାରେ ଆସିଲେଣି ଘରୁ, ଏ କୁହୁଡ଼ିରେ ଯିବା ପାଇଁ ପଡ଼ିବ। ତ ଚାଲ ଯିବା ଆଗେ ମାଛଟେ ନେଇ ଆସିବା ମାମୁଁଙ୍କଠୁ, ଚାଲ। ଯେମିତି ଗାଡ଼ି ସାଉଣ୍ଡ ଶୁଣିଲା ମୋର ମୋ ପଛ ପଛେ ସେମିତି ଅଧ ବାଟରେ ଗାଡ଼ି ଟିକେ ଜୋରସେ ନେଇ ଆସିଲି। ମାନେ କୁହୁଡ଼ି ଏତେ ଜୋର ହେଇଛି ଆଗକୁ ଦେଖୁଛି, କିନ୍ତୁ ଶୀତ କମି ଦେଉଛି। ଇଏ ରୋଡ଼ରେ କୁହୁଡ଼ି ନାହିଁ ଜଣାପଡ଼ୁନି, ସେ ଦେଖିଲ କ'ଣ ଗାଁନ୍ତି। ମୁଁ ମାମୁଁଙ୍କ ପାଖରୁ ବ୍ୟାଗ୍ଟା ଆଣିଲି, ମାନେ କ'ଣ କହିଲ, ସିଏ ମାମୁଁ ଆସି ପହଞ୍ଚିଲେଣି ଆମ ଗାଁ ପାଖାପାଖି। ମୁଁ ଜଷ୍ଟ ଏବେ ତାଙ୍କଠୁ ବ୍ୟାଗ୍ ଆଣିଲି। ସିଏ ମୋତେ କହୁଛନ୍ତି ଏତେ ସମୟ କ'ଣ ଲାଗିଲା, ମୁଁ ତତେ ସେତେବେଳେ କଲ୍ କଲିଣି। ସିଏ କେମିତି ଜାଣେ ଭିଡ଼ିଓ ବନେଇବା ପାଇଁ କେତେ ସମୟ ଲାଗେ। କ'ଣ କହିବା, 2-3ଟା ଭିଡ଼ିଓ ଫାଷ୍ଟ ଷ୍ଟାର୍ଟିଂରୁ ହେଲାନି, ଟିକେ ଏପଟ ସେପଟ ହେଇଗଲା, ପୁଣି ତାକୁ କାଟି ପୁଣି ତାକୁ ଗଲାବେଳେ ପୁଣି ସମୟ ଗଲା। ସେଇତେବେଳେ ଟିକେ 10-15 ମିନିଟ୍ ସେଥିରେ ପଳେଇଲା। ତ ଫାଇନାଲି ବ୍ୟାଗ୍ଟେ ଆଣିଲି, ମାଛ ବ୍ୟାଗ୍ଟେ। ତ ଏବେ ଚାଲ ଯିବା ଘରକୁ। ଯାହା ମାଛ ସକାଳୁ, ବୁଧବାର ମାନେ ଆମିଷ ବାରି ଆଉ ନା କ'ଣ? କାଇଁ ଏ ମାଛ ଖାଉନୁ? କି ମାଛ ନା ଚୁନା ମାଛ ଦେଖେ, ହେଇଟି ୱାଟର ସପ୍ଲାଇ ଦେଖାଉଛି। ଏଇଟା ଦେଖୁଛ, ଏଇଟା ଦେଖା, ଏଇଟା କି ମାଛ? ଏଇଟା ଖାସୁଲି। ଖାସୁଲି ସେପଟେ ଚାଇନା କୁ ଏପଟେ ମଟନ ଚାଇନା ତତେ ଥଣ୍ଡା କଣ ଏମିତି ହେଇଗଲା? ତୁ ରଖିଦେ। କୁଆ ଯାଉଛୁ, କୁଆଡେ ତୁ? ବିଲୁକୁ ଯାଉଛୁ? ହେ ପ୍ରଭୁ, ଇତିହାସ ଲେଖା ହେଇଯିବ। ହେ କାଳନ୍ଦୀ ବାବୁ, ତମେ କେମିତି ବିଲୁକୁ ଯାଉଛୁ ଆଜି? ଏଇ ବିଲୁ କେମିତି ଯାଇପାରୁଛୁ ନା? ମତେ ଲାଗୁନି ତୁ ବିଲୁ ଯାଉଥିବୁ। ସତରେ ବିଲୁ ଯାଉଛୁ ନା? ତୁ କୋଉ ବିଲୁକୁ ଗଲୁ? ଏଇରେ ଏଡେ ଗାଲୁଆ ହେ। ତ ଖାଇବା ବ୍ୟାଗ୍ଟେ ନେଇକି ମୁଁ ବାହାରିଲି ବିଲକୁ। ଏମିତି ତ ସଦାବେଳେ ଖାଇବା ବ୍ୟାଗ୍ଟେ ନେଇକି ଯାଏ, କିନ୍ତୁ ଆଜି ସ୍ପେଶାଲ କ'ଣ ନା, ଆଜି ଟିକେ ବିଲରେ ଖାଇବା। ତ ବହୁତ ଦିନର ଇଚ୍ଛା ଥିଲା କି କେବେ ବିଲରେ ଟିକେ ଖାଇବାକୁ ସମୟ ହେଉନି, କେବେ ସମୟ ହୁଏନି, କେବେ ମୁଁ ଘରେ ଖାଇଦେଇ ଆସେ। କିନ୍ତୁ ଆଜି ଯେମିତି ହେଲେ ବ୍ୟାଗ୍ଟେ ଧରିକି ମୁଁ ଆସିଲି ବିଲକୁ। ମୁଁ କହିଲି ନାଇଁ, ଆଜି ଯେମିତି ହେଲେ ବିଲରେ ଖାଇବା। ସେତେବେଳେ ଛୋଟବେଳେ ଆସେ ବିଲରେ ଟିକେ ଖାଇବା ବାପାଙ୍କ ସହିତ, କିନ୍ତୁ ବଡ଼ ହେଲା ପରେ ତ ଆଉ ସେ ସୁଯୋଗ ମିଳିନି। କିନ୍ତୁ ଫାଇନାଲି ଆଜି ଯେମିତି ହେଲେ ସୁଯୋଗଟା ମିଳିଯାଏ, ଯେମିତି ହେଲେ ବାପାଙ୍କ ସହିତ ଖାଇବା। ତାର ଏକ୍ସାଇଟମେଣ୍ଟ କିଛି ଅଲଗା, ବାପାଙ୍କ ସହିତ ବିଲରେ ଖାଇବା। ତ ଯେମିତି ହେଲେ ନେଇକି ଯିବା ଖାଇବା, ଆଉ ବାପାଙ୍କ ସହିତ ବିଲରେ ଖାଇବା। ବିଲରେ ପୁଣି ବହୁତ ସାରା କାମ ଅଛି, ହଳା ପଡ଼ିବ, ଗଦା ମଢ଼ା ହେବ। ତ ମୋ ଖାଇବାଟେ ବି ମୁଁ ସାଥିରେ ନେଇଛି, ଆଜି ବାପାଙ୍କ ସହିତ ଖାଇବା। ଏକ୍ସାଇଟମେଣ୍ଟ ଅଗଲା ପ୍ରକାର, ସେ ସ୍ମୃତି। ତ ମନୁ ତା ଗାଈ ଧରିକି ଆମେ 2 ଜଣ ଚାଲିଲୁ ବିଲ ପାଖକୁ। ମନୁ, ଆଜି ମୁଁ ବିଲରେ ଖାଇବି। ବିଲରେ ଖାଇବା ଅଲଗା ପ୍ରକାର ନୁହଁ?
ସେ ପୁଣି ବାପାଙ୍କ ସହିତ କୋଦା କୋଦା ଗଦା ମଡ଼ା ହଉଥିବ ବେଙ୍ଗଳା ପଡୁଥିବ ମନୁର ମୋର ବି ସେତେବେଳେ ଖାଉ ବିଲେ ଆମେ ନେଉ ହଁ ତାର ମଜା କିଛି ଅଲଗା। ହଁ ତ ମୁଁ ଖାଇବା ଆଣି ଗଛ ପାଖରେ ପହଞ୍ଚିଲା ବେଳୁ ବାପା ଏଠି କାଟୁନାହାନ୍ତି ଧାନ, ବାପା କାଟୁଛନ୍ତି ସେପଟେ। ମୋତେ ସକାଳେ କହିଥିଲେ ତୁ ଏଇ କନ୍ଧାରେ ପହଞ୍ଚ, ମୁଁ ପହଞ୍ଚିବି, ହେଲେ ମୁଁ ଭାବିଲି ସେ ଆଗେ ପଳେଇ ଯାଇଥିବ ନା, ଦେଖିଲା ବେଳକୁ ସେ ଯାଇ ଆସିନାହାନ୍ତି। ତ ଏଠି ଗଛ ପାଖରେ ଆମର ବସିଯିବା, ବାପା ଆସିଲେ ଖାଇବା ଆଉ। କାହାର ନା ତମରି? ଯାହା ହଉ ଆଗରେ ଅଛ ଆଉ। ବଢ଼ିଆ ତାଙ୍କର ଏକାଥରେ ଭଳା ନେଇଗଲେ ଏକାଥରେ ଘରକୁ। ତ ସମସ୍ତେ ବିଲ କାଟେ ଏପଟେ ଅଛନ୍ତି ଖାଇବା ଆଣିକି ହେଲେ। ଏଇ ଆମ ପାଇଁ ଆଣିଛୁ, ଏଇ ଆମ ପାଇଁ ଆଣିନୁ, ରଖ ରଖ ଆମେ ଯାଉଛୁ। ଆମର ଆସିଲେଣି ଏବେ ଖାଇବା ଆଉ। ଜେଜେ ଆସିଲେନି କି? ଆଉଛନ୍ତି? ଜେଜେ ବି ଆସି ପହଞ୍ଚିଲେଣି। ଚାଲ ବିଲକୁ ଯିବା, ତାପରେ ଖାଦ୍ୟ ଆରମ୍ଭ କରିବା। ଆଜି କ'ଣ କଟା ହଉଥିଲା? କେଜା କାଟିଛ? ଭୋକ ହେଇନଥିଲା? ଭୋକ ହବନି? ନାଇଁ ଆସିନି ବା। ଏ କ'ଣ ରହୁଛି ବ୍ୟାଗ, ତମ ବୋତଲ ବାକି ଯେତିକି ହଳା ଇଏ ସବୁ ମଡ଼ା ହବ ଆଜି। ଆଉ ପୁଣି କିଛିଟା ଆସିବାର ଅଛି ବୁହା ହେଇକି। ବୋଉ ଆମର ଦେଇଛି ପଖାଳ ଭାତ, ଚୁଙ୍ଗୁଡ଼ି ରସୁଣ ଛେଚା, ଚୁଙ୍ଗୁଡ଼ି ଭଜା, ଅଣ୍ଡା, ପିଆଜ, ଜେଜେଙ୍କର ତ ଆମ ଜଳଖିଆ ଆଉ। ଯାହା ହଉ ପେଟେ ଟିକେ ପଖାଳ ପଡ଼ି ସାରିଲା ପରେ ଶାନ୍ତି, କାମ ହବ ଆଉ। ହରି ଭାଇ ପଇରେ କୁଆଡ଼େ ଯାଇଥିଲୁ? ଯା ଭାଇ ଆଇଲୁ, ହଳା ଦିଟା ପକେଇଦବୁ। ହଳା ପକେଇବୁ? ଜେଜେ ଡାକୁଛି ଗଲୁ। ଖାଉନୁ? ପାଣି ଦେଲେ ତାକୁ ବାବା। ତୋ ନାଁ କ'ଣ? ଦଶବନ୍ଧୁ ସ୍ୱାଇଁ? ଦଶବନ୍ଧୁ ନା ଯଶବନ୍ତ? ଯଶବନ୍ତ ସେଇଠି ଥିବ। ଯଶବନ୍ତ ସ୍ୱାଇଁ, ତୁ କାହା ପୁଅ? ହଲି ପୁଅ। ଧାନ କାଟୁଛନ୍ତି? ତୁ କାଟିଲୁନି ସେଠି? ପାଣି ବୋତଲ ପାନ ଆଣିକି ଆସିବୁ। ପଛକୁ ଧାନ ତୁ ସେଦିନ ହଳା ବହୁଥିଲୁ, ମୁଁ ଦେଖିଛି ତତେ। ସିଆଡ଼େ ବହୁଥିଲୁ? ସ୍କୁଲ ଯାଇନୁ ଆଜି? କାଇଁ? ଡେଲି ହେଲାଇଁ? ତୁ ଆଗରୁ ସକାଳୁ ଯାଇଥିଲୁ ନା? 9ଟା ବେଳୁଆ? ହଉ ଖା। କ'ଣ ଆଣିଥିଲୁ ଖାଇବାକୁ ଆଜି? କ'ଣ ଆଣିଥିଲୁ ଆଜି ବିଲୁ ଖାଇବା ପାଇଁ? ପଖାଳ ଭାତ, ଆଉ ମାଛ ଭଜା, ଆଉ ଆଳୁ ଭଜା, ଆଉ ପିଆଜ, ଆଉ କିଛି ନାହିଁ। ଖାଇଦେ। ଭଲ ଆଉ କ'ଣ? ତୁ ଖାଇଲୁ ବାପା ସାଙ୍ଗେ ନା ଖାଇନୁ? ତାଙ୍କ ନାଁ ଅନନ୍ତ। ଯାତ୍ରା କରୁଥିଲେ। ଯାତ୍ରା କରୁଥିଲେ? ତୁ ଦେଖିଛୁ? କୋଉଠି ଦେଖିଲୁ?
ଦେଖିବାକୁ ଓହୋ ହଉ ଦେଖିଲୁ ତ କାମ ଷ୍ଟାର୍ଟ ଆଉ ଏପଟେ ଗୋପୀ ଆସିଲାଣି ହଳା ଭଇବା ପାଇଁ ଭାରି ଲେଟ୍ରେ ଆଇଛି ଗୋପୀ ଆସିଲାଣି ଏପଟେ ମିଲୁ ମୋର ଗଦା ମଡ଼ା ହେଉଛି ମିଲୁ ସେଠି ଗଦା ମାଡ଼ୁଛି ଆଉ ସମସ୍ତେ ଏବେ ଚାଷ କାମରେ ବ୍ୟସ୍ତ ତାପରେ ଏପଟେ ଆମର ଷ୍ଟାର୍ଟ ହେବ ଆଉ ନାଇଁ ମନେ ରଖିଲି ଇଏ କହିଛି ରାମ କଣ କହୁନ ଯାତ୍ରା କିଏ ଥିଲୁ ହଁ ଯାତ୍ରା କିଏ ବାହାରିଥିଲେ ତମେ ନାଲୁଆ ନାଲୁଆ କଣ କହୁଥିଲା ନାଲୁ କହୁଥିଲ ଜାଣିନି କଣ କହୁଛ ତମେ କହୁଛ ଏଇ ମଣ୍ଡିର ଫାଇନାଲ କିଏ କହୁଥିଲା ତମେ ଫାଇନାଲ ହଁ ତାକୁ ତୁ କଣ କଲୁ ମୁଁ ଦେଖୁଥିଲି ଆଉ କିଏ ଦେଖୁଥିଲା ଆଉ ମୋ ଭାଇ ଭାଇ ହଳଦିଆ କଣ ହେଇଛି ନାଲିଆ କିନ୍ତୁ ହଳଦିଆ ଦେଖାଯାଉଛି ନାଲିଆ ହଳଦିଆ ଦେଖାଯାଉଛି ହଁ ସେ ଖରା ପଡୁଛି ତ ସେଇଥିପାଇଁ ସେମିତି ଦେଖାଯାଉଛି ପାକୁଡ଼ି କେତେ ସେମିତି ଦେଖାଯାଉଛି ହଁ ଟାଇଲ ଦେଖାଯାଉଛି ହଁ ଟାଇଲ ଛାଇରେ ଏମିତି ଜାଣ ଗୋଟେ ଗୋଟେ ଗଲି ଗଲି ପଡ଼ିଲା ତୁ ବୁଲେଇଲୁ ଦେଖି ଭାବୁଥିଲେ ଉଡ଼ିଲା ଆଉ କଣ ଟମାଟୋ ଗଲା ଉଡ଼େଇଲୁ ଯାହା ହଉ ଧୂଆଁଧାର ପରିଶ୍ରମ ପରେ ଗଦା ମଡ଼ା କମ୍ପ୍ଲିଟ୍ ଆମର ହେଇନି ଅଧ ଯାଏ ମଡ଼ା ହେଇଛି ତ ବାକି କାଲି ପୁଣି ମଡ଼ା ହେଲେ ପୁରା ସରିଯିବ ଏପଟ ଗଦା ମଡ଼ା ସେପଟ ମଡ଼ା ହେଇଥିଲା ଏପଟ ଟିକେ ବାକି ଥିଲା ଏପଟେ ଦୁଇଟା ଗଦା ମଡ଼ା ଏଇ ଗୋଟା କାଲି ସରିଯିବ ପୁଣି ଆଉ ଗୋଟେ ମଡ଼ା ହେବ ନା କ'ଣ ସିଆଡ଼ି ଆଉ ଗୋଟେ ମଡ଼ା ହେବ ଆଉ ଗୋଟେ ଛୋଟିଆ ମଡ଼ା ହବ ଏ ଧୋବା ବାଛ ଏଠିଆରି ବିନା ଚଳିଲା ଓହୋ ଏ ମଡ଼ା ହବ ଆଉ ପଚିବା ମୂଳ ସେ ମଡ଼ା ହବ ଆଗରୁ ବେଙ୍ଗେଳା ପଡ଼ୁଥିଲା ବଳଦ ଫଲଦରେ ନୁହଁ ଆଉ ସେ ଅଛି ସବୁ ଟ୍ରାକ୍ଟର ହେଇଗଲା ଆଉ ମେସିନ୍ ଆଉ ଗଲା ସବୁ ମେସିନ୍ ଧାନ କଟା ହବ ଆଉ ମେସିନ୍ରେ ସେ ଛିଡ଼ା ଠିଆ ଧାନ ଗୁଡ଼ା କାଟି ଦେଇଥିବ ନା ଶୁଆ ଧାନ କେମିତି କାଟିବ ଆଉ ଆମର ଏପଟେ ପବନ ହେଲା ବେଳକୁ ଧାନ ଶୋଇ ପଡ଼ୁଛି ମେସିନ୍ କାଟିବ ଏପଟେ ଆମ ଦାଦି ଆଇଲେ ସିଡ଼ି ଆଣିକି ସିଡ଼ି ନେଇକି ପଳେଇଥିଲା ତାଙ୍କର ଗଦା ମଡ଼ା ହଉଥିଲା ହଉସା ସିଡ଼ି ଆଣିକି ଆଉଛି ଦେଖୁଛନ୍ତି ତମେ କ'ଣ କହୁନ ଧାନ କଟା ବିଷୟରେ କ'ଣ କହିବ କି ଧାନ କଟା କଟା ହେଉଛି ବନ୍ଧା ହେଉଛି ସେଠୁ ଗଦା ମଡ଼ା ହେଉଛି ଯିବା ଚାଲ ଘରକୁ ତ ବ୍ଲଗ୍ଟି ଏଇଠୁ ଶେଷ କରୁଛୁ ଆଶା ରହିଲା ଭିଡ଼ିଓଟି ଆପଣମାନଙ୍କୁ ନିହାତି ଭାବରେ ପସନ୍ଦ ଆସିଥିବ ଛୋଟ ଭିଡ଼ିଓଟେ ଗାଁ ଭିଡ଼ିଓଟେ ଆଉ ଚାଷ କାମର ଭିଡ଼ିଓଟେ ତ ରହୁଛି ଏଇଠି ଜୟ ଜଗନ୍ନାଥ ଜୟ ଜଗନ୍ନାଥ।